ନମସ୍କାର, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କର ରଶ୍ମି। ଆପଣମାନେ କେମିତି ଅଛନ୍ତି? ମୁଁ ବହୁତ ଭଲରେ ଅଛି। ମୁଁ ଆଶା କରୁଛି ଆପଣମାନେ ବି ବହୁତ ଭଲରେ ଥିବେ। ଭଲରେ ଅଛନ୍ତି ନା? ଦେଖନ୍ତୁ, ଏଇଟା ହେଲା ଗୋଟେ ମନ୍ଦାର ଗଛ। ଦେଖନ୍ତୁ କେତେ ସୁନ୍ଦର ଫୁଲ ଫୁଟୁଛି। ଆଉ ଏଇ ଫୁଲଟା ମୋତେ ବହୁତ ଭଲ ଲାଗୁଛି। ଯାହା ମୁଁ ପୂଜା କରିବାରେ ହେଇଯାଉଛି। ଡେଲି ଗୋଟେ ଗୋଟେ ଫୁଲ ଫୁଟି ଯାଉଛି। ଆଉ ଏଇଠି ଦେଖନ୍ତୁ ଗୋଟେ ବାଇଗଣୀ ମନ୍ଦାର। ଇଏ ମାତ୍ର ଆଣିଲା ପାଖରୁ 2-3ଟି ଫୁଟିଛି। ଆଉ ଫୁଟିବାର ନାହିଁ। ଆଉ ଗୋଟେ ଦେଖନ୍ତୁ ଏଇଟା ହେଲା ନାଲି ମନ୍ଦାର। ନାଲି ମନ୍ଦାର ଯାହା ବି ହେଲେ ଚଳୁଛି, ଫୁଲ ଫୁଟୁଛି। ଦେଖନ୍ତୁ କେତେ ସାରା କଢ଼ ଆସିଯାଇଛି। ଆଉ ମୋ ପୁଅ ହେଲା ସ୍କୁଲରୁ ଆସିକି ଦେଖନ୍ତୁ କେମିତି କେତେ ସାରା କାମ, ତାର ତ ବହୁତ କାମ। ଦିନ ସାରା ସେ ବହୁତ କାମ କରୁଛି। ସ୍କୁଲରୁ ପାଠ ପଢିକି ଆସିଲା ପରେ ଦେଖନ୍ତୁ କେତେ ଧାନ ବସ୍ତା ବୋହୁଛି। ବହୁତ କାମ ନା ତାର। ଧାନ ଅନଲୋଡ କରିବ, ଲୋଡ କରିବ। ଦେଖନ୍ତୁ ସମସ୍ତେ ଗାଡି ଚଲାନ୍ତି, ଇଏ ପେଲି ପେଲି ନେଇକି ଯାଉଛି। ବସ୍ତା ଗୁଡାକ ସବୁ ଅନଲୋଡ ହେଇଯାଉଛି। ଦେଖିଲେ ନା? ଆଉ ଆମର ପାର୍ସଲ ବାଲା ବି ଆସିଗଲେଣି। ପାର୍ସଲ ନେଇକି ଚାଲନ୍ତୁ ଦେଖିବା କଣ ଆସିଛି। ପୁଅ ତ ଆମର ପୁରା ଏକ୍ସାଇଟମେଣ୍ଟ ହେଇଯାଇଛି। ଦୌଡ଼ି ଦୌଡ଼ିକି କଣ ଏଥିରେ ଆସିଛି, ସିଏ ଭାବୁଛି ତାର କିଛି ଆସିଛି, ସେଇଥିପାଇଁ ସେ ପୁରା ମନ ଖୁସି। ମାମା ମୋର ଏଇଟା କଣ ଆସିଛି, ମୋର ଆସିଛି ନା, ମାମା ମୋର ଆସିଛି ନା, ଏମିତି ହେଇ ଚାଲିଛି। ସେ ପୁରା ଅପେକ୍ଷାରେ ଅଛି କଣ ଆସିଛି ତାର ଦେଖିବା ପାଇଁ। ଦେଖନ୍ତୁ କେମିତି ହଉଛି। ସିଏ କିନ୍ତୁ ବେଗରେ ଖୋଜି ଖୋଜି ହତାଶ ହେଇଗଲେଣି। ତାଙ୍କ ବେଗରୁ କିନ୍ତୁ ମିଳୁନି। ଆଉ ସିଏ ଏଇ ଛୋଟ ଜିନିଷଟିକୁ ଦେଖିକି ତା ମନଟା ବି ବହୁତ ଦୁଃଖ ହେଇଗଲା। କହିଲା ଏଇ ଜିନିଷଟା ମୋର ନୁହଁ, ଏଇଟା ଦିଦିର ବୋଧେ। ସେଇଥିପାଇଁ ତା ମନଟା କିନ୍ତୁ ବହୁତ ଦୁଃଖ। ଆଉ ସିଏ ଯେତେବେଳେ ଧରି ପକେଇଲା, କହୁଛି ମାମା ଆ ଭିତରେ କଣ ଇଟା ଭରିଲା ଭଳିଆ ଲାଗୁଛି। ଏଇଟା କଣ କେତେ ଓଜନ ହେଇଛି, ଦେଖନ୍ତୁ ଇଟା ବୋହିଲା ଭଳିଆ ତାକୁ ନେଇକି ଚାଲିଛି। ଆଣିକି ମାମା ଖୋଲ ପ୍ଲିଜ। ତାପରେ ମାମା ତ ଖୋଲିବା ଷ୍ଟାର୍ଟ କରିଦେଲେ। ଦେଖିବା ତା ଭିତରେ ଏମିତି କଣ ଜିନିଷ ଅଛି। ଦେଖିବା ଏଥିରେ କଣ ଅଛି। ଜିନିଷ ଜାଣିପାରୁଥିବେ ତ କଭର ଦେଖିକି ଏ ଜିନିଷଟା କଣ। କଭରରୁ ଜଣା ପଡିଯାଉଛି କଣ ଅଛି। ଆପଣ ଗେସ୍ କରନ୍ତୁ ତ କଣ ଅଛି ଏଥିରେ। ପୁଅ ତ ଜାଣିପାରୁନି, ପୁଅ ଖାଲି ଅପେକ୍ଷା କରୁଛି। ଦେଖିଲା ପରେ ତା ମନଟା ବହୁତ ଦୁଃଖ। ଦେଖିଲେ କଣ ଅଛି, ଭଲ ଲାଗୁଛି ନା? 3ଟାକୁ କେତେ ଟଙ୍କା ପ୍ରାଇସ୍ ତ ମୁଁ ଜାଣିନି, କିନ୍ତୁ 3ଟା ଅର୍ଡର ହେଇଥିଲା। ନୂଆ ଘର ପାଇଁ 3ଟା ଅର୍ଡର ହେଇଛି। ଆଉ ପୁଅ ଆମର ରେଡି ହେଇକି ମନ ଦୁଃଖରେ ଟିଉସନ ଚାଲିଗଲା। ମୁଣ୍ଡ ବି କୁଣ୍ଡା ହେଲାନି। ଦେଖନ୍ତୁ ପୁରା ପାଠ ପଢିବାକୁ ବାହାରିଗଲା। ଆଉ ଝିଅ ଆମର କଲେଜରୁ ଆସିଲା। ନାଇଁ କଲେଜ ନୁହଁ, ସିଏ ତାର 7ମ ହେଲା। ଏମିତି ମଜା କରିଦେଲି ଆଉ। ଆଉ ଏବେ ସମୟ ହେଇଗଲା ସନ୍ଧ୍ୟାରେ ଦେଖନ୍ତୁ ଝିଅ ପୁଅ ଖାଇସାରି